ଦ୍ୱିତୀୟ ଓ ତୃତୀୟ ଅଧ୍ୟାୟ ଆରମ୍ଭ। ଶିବପୁରାଣ ଶ୍ରବଣ ଫଳରେ ଆଚାରଭ୍ରଷ୍ଟ ବିପ୍ର ଦେବରାଜକୁ ଶିବଲୋକ ପ୍ରାପ୍ତି ଏବଂ ଚଞ୍ଚୁଳାର ପାପ ପ୍ରତି ଭୟ ଓ ସଂସାରରୁ ବୈରାଗ୍ୟ। ଶ୍ରୀ ଶୈନକ କହିଲେ, ମହାଭାଗ ସୂତ, ଆପଣ ଧନ୍ୟ। ଆପଣ ପରମାର୍ଥ ତତ୍ତ୍ୱର ଜ୍ଞାତା। ଆପଣ କୃପା କରି ଆମ୍ଭମାନଙ୍କୁ ବହୁତ ଅଦ୍ଭୁତ ଏବଂ ଦିବ୍ୟ କଥା କହିଲେ। ଭୂତଳରେ ଏପରି କଥାର ସମକକ୍ଷ ହେଲା ଭଳି କଲ୍ୟାଣର ସର୍ବଶ୍ରେଷ୍ଠ ସାଧନ ଆଉ କିଛି ନାହିଁ। ଏହା ଆମେ ଆଜି ଆପଣଙ୍କ କୃପାରୁ ବୁଝିପାରିଲୁ। ହେ ସୂତ ମହାଭାଗ, କଳିଯୁଗରେ ଏହି ପୁରାଣ ଶ୍ରବଣ ଦ୍ୱାରା କେଉଁ କେଉଁ ପାପୀ ଶୁଦ୍ଧ ହୋଇଛନ୍ତି, ସେମାନଙ୍କ ବିଷୟରେ କହି ଏ ଜଗତକୁ କୃତାର୍ଥ କରନ୍ତୁ। ସୂତ କହିଲେ, ମୁନେ, ଯେଉଁ ମନୁଷ୍ୟ ପାପୀ, ଦୁରାଚାରୀ, ଖଳ, କାମକ୍ରୋଧ ଆଦିରେ ବୁଡ଼ି ରହିଥାନ୍ତି, ସେମାନେ ଏ ପୁରାଣ ଶ୍ରବଣ ପଠନ କରି ଅବଶ୍ୟ ଶୁଦ୍ଧ ହୋଇଯାଆନ୍ତି। ଏହି ବିଷୟରେ ଅଭିଜ୍ଞ ମୁନିଜନ ଗୋଟିଏ ପ୍ରାଚୀନ ଇତିହାସର ଉଦାହରଣ ଦେଇଥାନ୍ତି। ସେହି କଥା ଶୁଣିଲେ ସମସ୍ତ ପାପ ନଷ୍ଟ ହୋଇଯାଏ। ପୂର୍ବକାଳର କଥା। କିରାତନ ନଗରରେ ଗୋଟିଏ ମୂଢ଼ ବ୍ରାହ୍ମଣ ରହୁଥିଲା। ସେ ଜ୍ଞାନରେ ଅତ୍ୟନ୍ତ ଦୁର୍ବଳ, ଦରିଦ୍ର, ରସ ବିକ୍ରୟକାରୀ ଓ ବୈଦିକ ଧର୍ମରୁ ବିମୁଖ ଥିଲା। ସେ ସ୍ନାନ ସନ୍ଧ୍ୟା ଆଦି କର୍ମ କରୁନଥିଲା ଏବଂ ବୈଶ୍ୟାବୃତ୍ତିରେ ତତ୍ପର ଥିଲା। ତାର ନାମ ଥିଲା ଦେବରାଜ। ସେ ତା ଉପରେ ବିଶ୍ୱାସ କରୁଥିବା ଲୋକଙ୍କ ପ୍ରତି ବିଶ୍ୱାସଘାତ କରୁଥିଲା ଓ ସେମାନଙ୍କୁ ଠକୁଥିଲା। ସେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ତଥା ଅନ୍ୟମାନଙ୍କୁ ମଧ୍ୟ ଅନେକ ପ୍ରକାର ବାହାନାରେ ମାରି ସେମାନଙ୍କ ଧନ ହରି ନେଉଥିଲା। ହେଲେ ସେହି ପାପୀର ତିଳେମାତ୍ର ଧନ କଦାପି ଧର୍ମକାର୍ଯ୍ୟରେ ଲାଗିନଥିଲା। ସେ ବେଶ୍ୟାଗାମୀ ଓ ସବୁ ପ୍ରକାର ଆଚାରଭ୍ରଷ୍ଟ ଥିଲା। ଦେବଯୁଗରୁ ଦିନେ ସେ ଭ୍ରମଣ କରୁ କରୁ ପ୍ରତିଷ୍ଠାନ ପୁରୀରେ ପହଞ୍ଚିଲା। ସେଠାରେ ସେ ଗୋଟିଏ ଶିବାଳୟ ଦେଖିଲା। ସେଠାରେ ଅନେକ ସାଧୁ ମହାତ୍ମା ଏକତ୍ରିତ ହୋଇଥିଲେ। ଦେବରାଜ ସେହି ଶିବାଳୟରେ ରହିଲା। କିନ୍ତୁ ତାକୁ ସେଦିନ ଜ୍ୱର ହୋଇଗଲା। ଜ୍ୱର ହେତୁ ତାକୁ ବହୁତ କଷ୍ଟ ଅନୁଭବ ହେଲା। ଜଣେ ବ୍ରାହ୍ମଣ ସେଠାରେ ଶିବପୁରାଣ କଥା ଶୁଣାଉଥିଲେ। ଜ୍ୱରରେ ପୀଡ଼ିତ ଦେବରାଜ ବ୍ରାହ୍ମଣଙ୍କ ମୁଖାରବିନ୍ଦରୁ ନିଃସୃତ ଶିବପୁରାଣର କଥାକୁ ସେହିଠାରେ ରହି ନିରନ୍ତର ଶୁଣିଲା। ମାସେ ପରେ ଜ୍ୱରରେ ଅତ୍ୟନ୍ତ ପୀଡ଼ିତ ହେବା କାରଣରୁ ସେ ମରିଗଲା। ଯମରାଜଙ୍କ ଦୂତ ଆସିଲେ ଏବଂ ତାକୁ ପାଶରେ ବାନ୍ଧି ବଳପୂର୍ବକ ଯମପୁରୀକୁ ନେଇଗଲେ। ଇତିମଧ୍ୟରେ ଶିବଲୋକରୁ ଭଗବାନ ଶିବଙ୍କ ପାର୍ଷଦଗଣ ଆସିଗଲେ। ସେମାନଙ୍କ ଗୌରାଙ୍ଗ କର୍ପୂର ପରି ଉଜ୍ଜ୍ୱଳ ଥିଲା। ହାତରେ ତ୍ରିଶୂଳ ଥିଲା ଓ ସମଗ୍ର ଅଙ୍ଗ ଭସ୍ମରେ ଉଦ୍ଭାସିତ ହେଉଥିଲା। ରୁଦ୍ରାକ୍ଷର ମାଳାମାନ ସେମାନଙ୍କ ଶରୀରରେ ଶୋଭାବର୍ଦ୍ଧକ କରୁଥିଲା। ସେମାନେ ସମସ୍ତେ କ୍ରୋଧିତ ହୋଇ ଯମପୁରୀରେ ଆସି ପହଞ୍ଚିଗଲେ ଏବଂ ଯମଦୂତଙ୍କୁ ମାରଧର କରି ଓ ବାରମ୍ବାର ଧମକାଇ ଦେବରାଜଙ୍କୁ ସେମାନଙ୍କ ହାତରୁ ଛଡ଼ାଇ ନେଲେ। ଶେଷରେ ଗୋଟିଏ ଅତ୍ୟଦ୍ଭୁତ ବିମାନରେ ବସାଇ ତାକୁ କୈଳାସ ନେଇଯିବାକୁ ଉଦ୍ୟତ ହେଲେ। ଏ ଘଟଣାରେ ଯମପୁରରେ ସର୍ବତ୍ର କୋଳାହଳ ବ୍ୟାପିଗଲା। କୋଳାହଳ ଶୁଣି ସ୍ୱୟଂ ଧର୍ମରାଜ ନିଜ ଭବନରୁ ବାହାରକୁ ଆସିଲେ। ସାକ୍ଷାତ୍ ରୁଦ୍ରଦେବଙ୍କ ପରି ଦିଶୁଥିବା ସେହି 4 ଜଣ ଶିବଦୂତଙ୍କୁ ଦେଖି ଧର୍ମଜ୍ଞ ଧର୍ମରାଜ ସେମାନଙ୍କୁ ବିଧିପୂର୍ବକ ପୂଜନ କଲେ ଏବଂ ଆପଣା ଜ୍ଞାନ ଦୃଷ୍ଟି ବଳରେ ସମସ୍ତ ବୃତ୍ତାନ୍ତ ଜାଣିଗଲେ। ମାତ୍ର ଭୟରେ ଶିବଙ୍କର ସେହି ମହାତ୍ମା ଦୂତମାନଙ୍କୁ କୌଣସି କଥା ପଚାରିଲେ ନାହିଁ, ବରଂ ସେମାନଙ୍କୁ ପୂଜା ଓ ପ୍ରାର୍ଥନା କଲେ। ତତ୍ପଶ୍ଚାତ୍ ଶିବଦୂତମାନେ କୈଳାସ ଫେରିଗଲେ ଏବଂ ସେଠାରେ ପହଞ୍ଚି ସେହି ବ୍ରାହ୍ମଣଙ୍କୁ ଶିବଙ୍କର ହାତରେ ସମର୍ପି ଦେଲେ। ଶୈନକ କହିଲେ, ମହାଭାଗ ସୂତ, ଆପଣ ସର୍ବଜ୍ଞ, ମହାମତେ। ଆପଣଙ୍କ କୃପା ପ୍ରସାଦରୁ ମୁଁ ଅତ୍ୟନ୍ତ କୃତାର୍ଥ ହେଲି, ବାରମ୍ବାର କୃତାର୍ଥ ହେଲି। ଏହି ଇତିହାସକୁ ଶୁଣି ମୋର ମନ ପରମ ଆନନ୍ଦରେ ନିମଗ୍ନ ହୋଇଯାଇଛି। ତେଣୁ ଏବେ ଶିବଙ୍କର ସମ୍ବନ୍ଧୀୟ ଅନ୍ୟ କଥା ବି କୁହନ୍ତୁ, ଯାହା ଶିବଙ୍କ ପ୍ରତି ମୋର ପ୍ରେମ ବୃଦ୍ଧି କରିବ। ଶ୍ରୀସୂତ କହିଲେ, ଶୈନକ, ଶୁଣ, ମୁଁ ତୁମ ସମ୍ମୁଖରେ ଗୋପନୀୟ କଥାବସ୍ତୁ ମଧ୍ୟ ବର୍ଣ୍ଣନା କରିବି, କାରଣ ତୁମେ ଶିବଭକ୍ତଙ୍କ ମଧ୍ୟରେ ଅଗ୍ରଗଣ୍ୟ ତଥା ଦେବବେତ୍ତାଙ୍କ ମଧ୍ୟରେ ଶ୍ରେଷ୍ଠ। ସମୁଦ୍ର ନିକଟବର୍ତ୍ତୀ ପ୍ରଦେଶରେ ବାଷ୍କଳ ନାମରେ ଗୋଟିଏ ଗ୍ରାମ ଅଛି। ସେଠାରେ ବୈଦିକ ଧର୍ମରୁ ବିମୁଖ ମହାପାପୀ ଦ୍ୱିଜମାନେ ନିବାସ କରନ୍ତି। ସେମାନେ ସମସ୍ତେ ଦୁଷ୍ଟ। ସେମାନଙ୍କ ମନ ଦୂଷିତ ବିଷୟ ଭୋଗରେ ହିଁ ନିମଗ୍ନ ରହେ। ସେମାନେ ଦେବତା ଉପରେ ବିଶ୍ୱାସ କରନ୍ତି ନାହିଁ କି ଭାଗ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ। ସେମାନେ କୃଷିକାର୍ଯ୍ୟ କରନ୍ତି ଓ ନାନା ପ୍ରକାରର ଅସ୍ତ୍ରଶସ୍ତ୍ର ରଖନ୍ତି। ସେମାନଙ୍କ ବୃତ୍ତି କୁଟିଳ। ସେମାନେ ବ୍ୟଭିଚାରୀ, ଖଳ ଓ ପାପବୁଦ୍ଧି। ଜ୍ଞାନ, ବୈରାଗ୍ୟ ଓ ସର୍ଦ୍ଦନ ସେବନ ଯେ ମନୁଷ୍ୟ ପାଇଁ ପରମ ପୁରୁଷାର୍ଥ, ଏ କଥାକୁ ସେମାନେ ଆଦୌ ଜାଣନ୍ତି ନାହିଁ। ଯେଉଁଠିକାର ଦ୍ୱିଜ ଏପରି, ସେଠାକାର ଅନ୍ୟ ବର୍ଣ୍ଣଙ୍କ ବିଷୟରେ କ'ଣ ବା କହିବା?
ଅନ୍ୟ ବର୍ଣ୍ଣର ଲୋକେ ମଧ୍ୟ ଏମାନଙ୍କ ପରି କୁତ୍ସିତ ବିଚାରର, ସ୍ୱଧର୍ମ ବିମୁଖ ଓ ଖଳ ଅଟନ୍ତି। ସେମାନେ ସର୍ବଦା କୁକର୍ମରେ ରତ ରହନ୍ତି ଓ ନିତ୍ୟ ବିଷୟ ଭୋଗରେ ହିଁ ବୁଡ଼ି ରହନ୍ତି। ସେଠାକାର ସମସ୍ତ ନାରୀ ମଧ୍ୟ କୁଟିଳ ସ୍ୱଭାବର, ସ୍ୱେଚ୍ଛାଚାରିଣୀ, ପାପସକ୍ତ, କୁତ୍ସିତ ବିଚାରର ଓ ବ୍ୟଭିଚାରିଣୀ। ସେମାନଙ୍କଠାରେ ସଦ୍ବ୍ୟବହାର ଓ ସଦାଚାର ଟିକିଏ ବି ନଥାଏ। ମୋଟ ଉପରେ କହିଲେ ସେଠାରେ କେବଳ ଦୁଷ୍ଟଙ୍କର ହିଁ ନିବାସ। ସେହି ବାଷ୍କଳ ନାମକ ଗ୍ରାମରେ ଏକଦା ବିନ୍ଦୁକ ନାମଧାରୀ ଗୋଟିଏ ଅଧମ ବ୍ରାହ୍ମଣ ରହୁଥିଲା। ସେ ଦୁରାତ୍ମା ଓ ମହାପାପୀ ଥିଲା। ତା ସ୍ତ୍ରୀ ସୁନ୍ଦରୀ ହୋଇଥିଲେ ସୁଦ୍ଧା ବିନ୍ଦୁକ ସଦା କୁମାର୍ଗରେ ହିଁ ରତ ରହୁଥିଲା। ତା ସ୍ତ୍ରୀର ନାମ ଥିଲା ଚଞ୍ଚୁଳା। ସେ ସର୍ବଦା ଉତ୍ତମ ଧର୍ମ ପାଳନ କରୁଥିଲା। ତଥାପି ତାକୁ ଛାଡ଼ି ଦୁଷ୍ଟ ବିନ୍ଦୁକ ବେଶ୍ୟାଗାମୀ ହୋଇଯାଇଥିଲା। ଏହି ରୂପେ କୁମାର୍ଗରେ ତାର ବହୁକାଳ ବିତିଗଲା। ତାର ସ୍ତ୍ରୀ ଚଞ୍ଚୁଳା କାମବ୍ୟଥାରେ ପୀଡ଼ିତ ଥିଲେ ମଧ୍ୟ ସ୍ୱଧର୍ମ ନାଶ ଭୟରେ କ୍ଲେଶ ସହି ସହି ରହିଲା ଓ ବହୁକାଳ ପର୍ଯ୍ୟନ୍ତ ଧର୍ମଭ୍ରଷ୍ଟ ହେଲା ନାହିଁ। ପରନ୍ତୁ ଦୁରାଚାରୀ ସ୍ୱାମୀର ଆଚରଣରେ ପ୍ରଭାବିତ ହୋଇ କ୍ରମେ କ୍ରମେ ସେ ମଧ୍ୟ ଦୁରାଚାରିଣୀ ହୋଇଗଲା। ଏହି ରୂପେ ଉକ୍ତ ମୂର୍ଖ ପତିପତ୍ନୀ ଦୁହେଁ ଦୁରାଚାରରେ ଲିପ୍ତ ହୋଇ ବହୁକାଳ ବିତାଇଥିଲେ। ତାପରେ ଶୂଦ୍ରଜାତୀୟ ବେଶ୍ୟାର ଉପପତି ହୋଇଥିବା ସେହି ଦୁଷ୍ଟ ବ୍ରାହ୍ମଣ ବିନ୍ଦୁକ ଯଥାସମୟରେ ମୃତ୍ୟୁମୁଖରେ ପଡ଼ି ନରକକୁ ଗଲା। ଦୀର୍ଘକାଳ ପର୍ଯ୍ୟନ୍ତ ନରକରେ ଦୁଃଖ ଭୋଗିବା ପରେ ମୂଢ଼ବୁଦ୍ଧି ପାପିଷ୍ଠ ବିନ୍ଦୁକ ବିନ୍ଧ୍ୟ ପର୍ବତରେ ଭୟଙ୍କର ପିଶାଚ ହେଲା। ତେଣେ ଦୁରାଚାରୀ ବିନ୍ଦୁକ ମରିଯିବାରୁ ତାର ପତ୍ନୀ ମୂଢ଼ ହୃଦୟା ଚଞ୍ଚୁଳା ବହୁକାଳ ପର୍ଯ୍ୟନ୍ତ ପୁତ୍ରଙ୍କ ସହିତ ନିଜ ଘରେ ରହିଲା। ଦିନେ ଦୈବ ଯୋଗରୁ କୌଣସି ପୁଣ୍ୟ ପର୍ବ ସମୟରେ ଚଞ୍ଚୁଳା ତାର ଭାଇବନ୍ଧୁଙ୍କ ସଙ୍ଗେ ଗୋକର୍ଣ୍ଣ କ୍ଷେତ୍ରକୁ ଗଲା। ତୀର୍ଥଯାତ୍ରୀଙ୍କ ପରି ସେ ମଧ୍ୟ କୌଣସି ତୀର୍ଥ ଜଳରେ ସ୍ନାନ କଲା। ତାପରେ ସେ ସାଧାରଣ ଭାବରେ ମେଳା ଆଦି ଦେଖିବାକୁ ବନ୍ଧୁଜନଙ୍କ ସଙ୍ଗେ ଏଣେ ତେଣେ ବୁଲାବୁଲି କଲା। ଏମିତି ବୁଲୁ ବୁଲୁ କୌଣସି ଦେବ ମନ୍ଦିରକୁ ଗଲା ଏବଂ ଜଣେ ଦୈବଜ୍ଞ ବ୍ରାହ୍ମଣଙ୍କ ମୁଖରୁ ଶିବଙ୍କର ପରମ ପବିତ୍ର ଏବଂ ମଙ୍ଗଳକାରିଣୀ ଉତ୍ତମ ପୌରାଣିକ କଥା ଶୁଣି ପ୍ରସଙ୍ଗ କ୍ରମେ କଥାବଚନ ବ୍ରାହ୍ମଣ କହିଲେ, ଯେଉଁ ନାରୀମାନେ ପରପୁରୁଷ ସଙ୍ଗେ ବ୍ୟଭିଚାର କରନ୍ତି ସେମାନେ ମରିବା ପରେ ଯମଲୋକକୁ ଯାଆନ୍ତି। ସେଠାରେ ଯମରାଜଙ୍କ ଦୂତ ସେମାନଙ୍କ ଯୋନିରେ ତପ୍ତ ଲୌହର ପରିଘ ପ୍ରବେଶ କରାଇ ଦିଅନ୍ତି। ପୁରାଣ ବକ୍ତା ବ୍ରାହ୍ମଣଙ୍କ ମୁଖରୁ ଏପରି ବୈରାଗ୍ୟ ବୃଦ୍ଧିକାରୀ ପ୍ରସଙ୍ଗ ଶୁଣି ଚଞ୍ଚୁଳା ଭୟରେ ବ୍ୟାକୁଳ ହୋଇ କମ୍ପିବାକୁ ଲାଗିଲା। କଥା ସମାପ୍ତ ହେବା ପରେ ଯେତେବେଳେ ସମସ୍ତେ ଶ୍ରୋତା ଚାଲିଗଲେ ଚଞ୍ଚୁଳା ଏକାନ୍ତରେ କଥାବାଚକ ପଣ୍ଡିତକୁ କହିଲା। ଚଞ୍ଚୁଳା କହିଲା, ବ୍ରାହ୍ମଣ, ମୁଁ ମୋର ଧର୍ମକୁ ଜାଣିନଥିଲି, ତେଣୁ ଅଜ୍ଞାନରେ ମୋ ଦ୍ୱାରା ବହୁତ ବଡ଼ ଦୁରାଚାର ହୋଇଯାଇଛି। ଗୋସାଇଁ, ମୋ ଉପରେ ଅନୁପମ କୃପା କରି ମୋତେ ଉଦ୍ଧାର କରନ୍ତୁ। ଆଜି ଆପଣଙ୍କ ବୈରାଗ୍ୟପୂର୍ଣ୍ଣ ପ୍ରବଚନ ଶୁଣି ମୋତେ ବହୁତ ଡର ଲାଗୁଛି। ମୁଁ ଭୟରେ କମ୍ପୁଛି ଏବଂ ମୋର ଏ ସଂସାର ପ୍ରତି ବୈରାଗ୍ୟ ଆସିଗଲାଣି। ମୋ ପରି ମୂଢ଼ା ପାପିନୀକୁ ଧିକ୍କାର। ମୁଁ ସର୍ବଦା ନିନ୍ଦାର ଯୋଗ୍ୟ। ମୁଁ କୁତ୍ସିତ ବିଷୟରେ ଛନ୍ଦି ହୋଇ ନିଜ ଧର୍ମରୁ ବିମୁଖ ହୋଇଯାଇଛି। ହାୟ, ମୋର କିଭଳି ଘୋର କଷ୍ଟଦାୟକ ଦୁର୍ଗତି ହେବ କିଏ ଜାଣେ। ସେତେବେଳେ କିଏ ମୋ ପରି କୁମାର୍ଗ ଗାମିନୀ ପାପିନୀକୁ ରକ୍ଷା କରିବ? ମୃତ୍ୟୁକାଳରେ ଭୟଙ୍କର ଯମଦୂତଙ୍କୁ ମୁଁ କିପରି ଚାହିଁ ପାରିବି? ସେମାନେ ବଳପୂର୍ବକ ମୋ ଗଳାରେ ରଶି ବାନ୍ଧିଲା ବେଳେ ମୁଁ କେମିତି ଧୈର୍ଯ୍ୟ ଧାରଣ କରିବି? ନରକରେ ମୋର ଦେହକୁ ଟିକି ଟିକି କଲାବେଳେ ମୁଁ ସେହି ଭୟଙ୍କର ଯାତନାକୁ କେମିତି ସହିବି? ହାୟ, ମୁଁ ତ ମରିଗଲି। ମୋ ହୃଦୟ ଫାଟି ଯାଉଛି। ମୁଁ ସବୁ ପ୍ରକାର ପାପରେ ବୁଡ଼ିଗଲି। ବ୍ରାହ୍ମଣ, ଆପଣ ହିଁ ମୋର ଗୁରୁ, ଆପଣ ହିଁ ମୋର ପିତାମାତା। ମୁଁ ଆପଣଙ୍କ ଶରଣକୁ ଆସିଛି। ମୋ ପରି ଅବଳାକୁ ଉଦ୍ଧାର କରନ୍ତୁ, ଉଦ୍ଧାର କରନ୍ତୁ। ସୂତ କହୁଛନ୍ତି, ସୈନକ, ଚଞ୍ଚୁଳା ଏପରି ଦୁଃଖ ଓ ବୈରାଗ୍ୟରେ ଅଭିଭୂତ ହୋଇ ବ୍ରାହ୍ମଣଙ୍କ ପାଦତଳେ ଲୋଟି ପଡ଼ିଲା। ସେତେବେଳେ ବୁଦ୍ଧିମାନ ବ୍ରାହ୍ମଣ କୃପାପୂର୍ବକ ତାକୁ ଉଠାଇଲେ ଓ ଏହିପରି କହିଲେ। ଦ୍ୱିତୀୟ ଓ ତୃତୀୟ ଅଧ୍ୟାୟ ସମାପ୍ତ ହୋଇଛି। ଚତୁର୍ଥ ଅଧ୍ୟାୟ ପାଇଁ ଆପଣ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।